ଯେତେବେଳେ 2005 ମସିହାରେ ପିଏ ଇନାମଦାର ଭର୍ସେସ୍ ୟୁନିୟନ୍ ଅଫ୍ ଇଣ୍ଡିଆରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ହାରିଗଲେ ଯେ ଅଣ ଅନୁଦାନ ପ୍ରାପ୍ତ ଶିକ୍ଷା ଅନୁଷ୍ଠାନରେ ରିଜର୍ଭେସନ୍ ରହିବ ନାହିଁ। ପିଏ ଇନାମଦାର ଭର୍ସେସ୍ ୟୁନିୟନ୍ ଅଫ୍ ଇଣ୍ଡିଆ କେସ୍ରେ ସୁପ୍ରିମକୋର୍ଟ 2005ରେ କହିଲା ଯେ ବେସରକାରୀ ଶିକ୍ଷା ଅନୁଷ୍ଠାନ ଯେଉଁଠି ଗଭର୍ଣ୍ଣମେଣ୍ଟର କୌଣସି ଅନୁଦାନ ନାହିଁ ସେଥିରେ ରିଜର୍ଭେସନ୍ ରହିବ ନାହିଁ। ତେଣୁ ସେହି ରାୟକୁ ସୁପ୍ରିମକୋର୍ଟଙ୍କର ସେହି ରାୟକୁ ଓଭରରାଇଡ୍ କରିବା ପାଇଁ, ସେହି ରାୟକୁ ନଲିଫାଇଡ୍ କରିବା ପାଇଁ ସେବେର ଉପା ୱାନ୍ ସରକାର ଆମର ପ୍ରିୟ ନେତ୍ରୀ ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ପରାମର୍ଶ କ୍ରମେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ମନମୋହନ ସିଂ ଭାରତୀୟ ସମ୍ବିଧାନରେ 93ତମ ସମ୍ବିଧାନ ସଂଶୋଧନ ଆଣିଥିଲେ। ଯେଉଁ ସମ୍ବିଧାନ ସଂଶୋଧନରେ କୁହାଯାଇଥିଲା ଯେ ଅଣ ଅନୁଦାନ ପ୍ରାପ୍ତ ଶିକ୍ଷା ଅନୁଷ୍ଠାନ ବା ବେସରକାରୀ ଶିକ୍ଷା ଅନୁଷ୍ଠାନରେ ମଧ୍ୟ ଏସ୍ସି ଏସ୍ଟି ଏବଂ ଓବିସି ବର୍ଗର ପିଲାମାନଙ୍କୁ ରିଜର୍ଭେସନ୍ ମିଳିବ, ଯାହାକି ପରେ ସମ୍ବିଧାନର ଅନୁଚ୍ଛେଦ 15 ଏବଂ କ୍ଲଜ 5ରେ ମଧ୍ୟ ସ୍ଥାନିତ କରାଯାଇଥିଲା। କିନ୍ତୁ ଦୁଃଖର ବିଷୟ, ଏହି ଆଇନ ଆସି 25 ବର୍ଷ ଯାଇ 21 ବର୍ଷ ହେବା ପାଇଁ ବସିଲାଣି। 2005ରେ ଆଇନ ଆସିଥିଲା, ଆଜି 2026, 21 ବର୍ଷ ହେଇଗଲା। ଏଇ 21 ବର୍ଷ ଭିତରେ ମାନ୍ୟବର ନବୀନ ପଟ୍ଟନାୟକ ରହିଲେ ମୁଖ୍ୟମନ୍ତ୍ରୀ 20 ବର୍ଷ ପାଇଁ ଏବଂ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କର 1.5 ବର୍ଷ ଉପରେ ହେଇଗଲାଣି। ଏମାନେ କେହି ରାଜ୍ୟରେ 93ତମ ସମ୍ବିଧାନ ସଂଶୋଧନ ଅନୁଯାୟୀ ଆଇନ ଆଣୁନାହାନ୍ତି କିମ୍ବା ରାଜ୍ୟର ଏସ୍ସି ଏସ୍ଟି ଓବିସି ଯିଏକି ରାଜ୍ୟ ଜନସଂଖ୍ୟାର 92 ଭାଗରୁ ଅଧିକା ସେ ପିଲାମାନେ ସଂରକ୍ଷଣ ପାଇପାରୁନାହାନ୍ତି ବେସରକାରୀ ଶିକ୍ଷାନୁଷ୍ଠାନରେ। ଏହା ଏକ ଘୋର ନିନ୍ଦନୀୟ ବିଷୟ। ଆକୁ କଂଗ୍ରେସ ଦଳ ତରଫରୁ ଆମେ ଅନୁସୂଚିତ ଜନଜାତି କଂଗ୍ରେସ ଏବଂ ଅନୁସୂଚିତ ଜାତି କଂଗ୍ରେସ ଘୋର ନିନ୍ଦା କରୁଛୁ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଖରେ ନିବେଦନ କରୁଛୁ ଖୁବ୍ ଶୀଘ୍ର 93ତମ ସଂଶୋଧନ ଅନୁଯାୟୀ ରାଜ୍ୟରେ ଆଇନ ଅଣାଯାଇ ଏସ୍ସି ଏସ୍ଟି ଏବଂ ଓବିସିର ଛାତ୍ରଛାତ୍ରୀମାନଙ୍କୁ ସଂରକ୍ଷଣ ସୁବିଧା ମିଳୁ। ଦ୍ୱିତୀୟ କଥା ହେଲା, ଆପଣମାନେ ଜାଣନ୍ତି ଗତ ଅଗଷ୍ଟ 30 ତାରିଖ 2025 ମସିହାରେ ରାଜ୍ୟ ସରକାରଙ୍କର ହୋମ୍ ଡିପାର୍ଟମେଣ୍ଟର ଜଣେ ଆଡ଼ିସନାଲ ଚିଫ୍ ସେକ୍ରେଟାରୀ ର୍ୟାଙ୍କର ଅଫିସର POA ଯେଉଁଟାକି ଆମର ଏସ୍ସି ଏସ୍ଟି ନିର୍ଯାତନା ନିବାରଣ ଆଇନରେ ଯେଉଁ ରୁଲ୍ 7 ଥିଲା, ରୁଲ୍ 7 ନିୟମ 7 ଥିଲା, ସେ ରୁଲ୍ 7 ଅନୁଯାୟୀ ଜଣେ DSP କିମ୍ବା ତଦୁର୍ଦ୍ଧ୍ୱ ପାହ୍ୟା ଅଫିସର ତାର ତଦନ୍ତ କରିବା କଥା। ଏସ୍ସି ଏସ୍ଟି POA ଆକ୍ଟରେ ପ୍ରିଭେନ୍ସନ୍ ଅଫ୍ ଆଟ୍ରୋସିଟି ଆକ୍ଟ ଯେଉଁ SC ST ଆକ୍ଟ ଅଛି ସେଥିରେ ଯଦି କେସ୍ ହୁଏ ତାହେଲେ ତାର ତଦନ୍ତ ମିନିମମ୍ ଜଣେ DSP ପାହ୍ୟାର ଅଫିସର କରିବା କଥା। କିନ୍ତୁ ଗତ 30 ଅଗଷ୍ଟ 2025 ମସିହାରେ ଓଡ଼ିଶା ସରକାରଙ୍କର ଗୃହ ବିଭାଗର ଜଣେ ଆଡ଼ିସନାଲ ଚିଫ୍ ସେକ୍ରେଟାରୀ ଗୋଟେ ଚିଠି କରିଦେଲେ ଯେ ନା ତାର ତଦନ୍ତ SI ଏବଂ IIC ମାନେ ମଧ୍ୟ କରିପାରିବେ। କିନ୍ତୁ ବନ୍ଧୁଗଣ, ଆପଣମାନେ ଜାଣନ୍ତି ଗୋଟେ ଥାନାର SI ଏବଂ IIC କିପରି ଆଞ୍ଚଳିକ ରାଜନୈତିକର ଚାପରେ ଥାନ୍ତି, କିପରି ସେ ସ୍ଥାନୀୟ ବିଧାୟକ ଏବଂ ସ୍ଥାନୀୟ ସାଂସଦମାନଙ୍କ ଚାପରେ ଥାନ୍ତି। ସେମାନେ କେବେ ବି ନିରପେକ୍ଷ ତଦନ୍ତ କରିପାରିବେ ନାହିଁ ବୋଲି ଆଇନରେ ଲେଖା ହେଇଥିଲା ଯେ ମିନିମମ୍ ଜଣେ DSP ପାହ୍ୟାର ଅଧିକାରୀ ତାର ତଦନ୍ତ କରିବେ। କିନ୍ତୁ ଦୁଃଖର ବିଷୟ, ମୋହନ ମାଝୀଙ୍କ ସରକାର ଆସିଲା ପରେ ଜଣେ ଆଦିବାସୀ ଭାଇ ଯେତେବେଳେ ମୁଖ୍ୟମନ୍ତ୍ରୀ ହେଉଛନ୍ତି ସେତେବେଳେ SC ST ନିର୍ଯାତନା ଆଇନର ଏହିପରି ତାମସା ଉଡ଼ାଯାଉଛି। ତୃତୀୟ କଥା ଆମେ କହିବୁ, ବନ୍ଧୁଗଣ, ଆପଣମାନେ ସମସ୍ତେ ଜାଣନ୍ତି ଆମେମାନେ ସମସ୍ତେ ପ୍ରାୟ ଗ୍ରାମାଞ୍ଚଳର ଆସିଛନ୍ତି, ଆମେମାନେ ସମସ୍ତେ ଲୋଅର ମିଡିଲ୍ କ୍ଲାସ୍ ଫ୍ୟାମିଲିରୁ ଆସିଛନ୍ତି। 73ତମ ସମ୍ବିଧାନ ସଂଶୋଧନରେ କୁହାଗଲା ଯେ ପଞ୍ଚାୟତ ରାଜକୁ 29ଟି ବିଭାଗ ଉପରେ ଗୋପାଳନ, ମିନି ଇରିଗେସନ୍, ଲିଫ୍ଟ ଇରିଗେସନ୍, এইଭଳି ଯେଉଁ ସବୁ ଅଛି, ପଶୁପାଳନ, এইଭଳି ଯେଉଁ ସବୁ ଅଛି ତାକୁ ପଞ୍ଚାୟତକୁ ହସ୍ତାନ୍ତର କରାଯିବା କଥା 29ଟି ବିଷୟ। କିନ୍ତୁ ଆଜି ପର୍ଯ୍ୟନ୍ତ ଏ ସରକାର, ବିଜେଡ଼ି ସରକାର 24 ବର୍ଷ ରହିଲା, ସେ କ୍ଷମତାକୁ ପଞ୍ଚାୟତକୁ ହସ୍ତାନ୍ତର କରିଲା ନାହିଁ କିମ୍ବା ବିଜେପି ସରକାର ଆସିକି 2 ବର୍ଷ ପୁରିବା ପାଇଁ ଯାଉ 4 ମାସରେ ସେମାନେ ବି ସେଥିପ୍ରତି କୌଣସି ଉତ୍ସାହ ଦେଖାଉନାହାନ୍ତି। ଏଣୁ ଆମର ମୋହନ ମାଝୀଙ୍କ ସରକାରକୁ ଅନୁରୋଧ ରହିବ 73ତମ ସମ୍ବିଧାନ ସଂଶୋଧନ ଏବଂ 74ତମ ସମ୍ବିଧାନ ସଂଶୋଧନ ଅନୁଯାୟୀ ଗ୍ରାମ ପଞ୍ଚାୟତକୁ ଏବଂ ନଗର ପଞ୍ଚାୟତ ଯେଉଁ ଆମ ଅର୍ବାନ୍ ବଡିଜ୍ ଅଛି ସେମାନଙ୍କୁ କ୍ଷମତା ହସ୍ତାନ୍ତର କରାଯାଉ।